ଆଣତେ ଗଲେ ଫେର ପ୍ରାୟ 150 ଫୁଟ ଉଚ୍ଚ ଏକ ମୋବାଇଲ ଟାୱାର ଉପରକୁ ଚଢ଼ିଯାଇ ଜଣେ ଯୁବକ ତା ଉପରେ ବୁଲୁଛି। ସ୍ଥାନୀୟ ଲୋକମାନେ ଟାୱାର ଉପରେ ଯୁବକକୁ ଦେଖିବା ପରେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ। ତେଣୁ ପୁଲିସ ସହିତ ଦମକଳ ବାହିନୀ ଘଟଣାସ୍ଥଳକୁ ଆସି ବିଶାଳକାୟ ମୋବାଇଲ ଟାୱାର ଉପରୁ ଯୁବକଙ୍କୁ କିପରି ତଳକୁ ଓହ୍ଲାଇବେ ସେ ନେଇ ଯୋଜନା କରୁଛନ୍ତି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ମୁରୁଡା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି। ତେବେ ଟାୱାର ଉପରକୁ ଚଢ଼ି ଯାଇଥିବା ଯୁବକ ଜଣକ ମାନସିକ ବିକୃତ ଥିବା ଜଣାପଡ଼ିଥିବା ବେଳେ ତାଙ୍କ ନାମ ସନୁ ମହାନ୍ତ ବୋଲି ସୂଚନା ମିଳିଛି। ସେ 150 ଫୁଟ ଉଚ୍ଚ ବିଶାଳକାୟ ଟାୱାର ଉପରକୁ ଚଢ଼ି ଯାଇ ଉପରେ ବୁଲାବୁଲି କରୁଛି। ତେଣୁ ଚିତ୍ରଡ଼ା ଦମକଳ ବାହିନୀ ଏବଂ ଚିତ୍ରଡ଼ା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ରହି ଯୁବକର ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ବି କୌଣସି କାରଣବଶତଃ ସଫଳ ହୋଇପାରିନଥିଲେ। ତେଣୁ ଯୁବକ ଜଣକ ଟାୱାର ଉପରେ ବୁଲୁଛି, ଆଉ ତଳେ ସ୍ଥାନୀୟ ଲୋକଙ୍କ ସମେତ ପୁଲିସ ଉପସ୍ଥିତ ରହିଛନ୍ତି। କିପରି ଏତେ ଉଚ୍ଚ ଟାୱାର ଉପରୁ ଯୁବକଙ୍କୁ ତଳକୁ ଅଣାଯିବ ସେ ନେଇ ଯୋଜନା ଚାଲିଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲା ମୁରୁଡାରୁ ଜ୍ଞାନରଞ୍ଜନ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।